आमे विषयर पेप प्रकृति विषय आलोचना करुछु एवं मु शेष दुईटी लेक्चर उपस्थापन करिछि जे मोमेंटम पी सहित एक पार्टिकल एभेन्थ लांबड़ा सहित जड़ित एहा सहित यात्रा करुथिबा तरंग अछि। एहार अर्थ हेउछि लांबड़ा एफ जेपरी एचपी उपरे अछि एगुड़िक केउ प्रकारर पेप ताहा आमे कहि नाहु। आमे एकमात्र जिनिस जानु जे पार्टिकल सहित किछि पेप यात्रा करे जेतेबेले एहा मुमेंट करे एवं एहार एक एभेन्थ एचपी उपरे अछि एवं आमे एही तरंगर अस्तित्व पाई किपरि जांच किंबा परीक्षा करिबे से विषय रे मध्य आलोचना करिछु एवं तिनी परीक्षण जहा मु आलोचना करिथिली ताहा एक स्फटिकरू कणिका डिफ्राक्शन थिला जहा एक स्फटिक रु एक्स रश्मिर डिफ्राक्शन सहित समान उभय ब्राग संपर्क को संतुष्ट करंती। ताहा कुहे 2D साइन थीटा एन लांबड़ा सह समान जेउठारे एक्स रश्मि पाई एहा एक्स रश्मिर एभेन्थ हेब एवं इलेक्ट्रॉन किंबा स्फटिकरू विच्छिन्न होइथिबा कणिका पाई एहा सेही कणिका गुड़िकर लांबड़ा हेब जहा कणिका गुड़िकर एचपी उपरे अछि। मु आपणंकु इलेक्ट्रॉन इंटरफेरेंस एवं एक डबल स्लिट परीक्षण करिबार संभावना मध्य उपस्थापन कली एवं आउ एक जिनिस जहा मु आलोचना कपिटजा डिराक विक्षिप्त थिला जहा आलोक ठिया तरंगरू कणिका गुड़िकर विक्षिप्त किंबा ब्राग डिफ्राक्शन आटे केवल एही धारणा उपरे अधिक जानिबाकू मु गुरुत्व देबाकू चाहूची जे सेमानंकर किछि भूल धारणा जहा तुरंत ठीक कराजिबा उचित। भूल धारणा गोटिए एवं ताहा हेउछि जेहेतु कणिका मोमेंट सहित जड़ित तरंग अछि पार्टिकल निश्चित भावरे मोमेंट करुछि जेपरी निजे एक पेब अटे।
ଏହାର ଅର୍ଥ ବେଳେବେଳେ ଏକ ଭୁଲ ଧାରଣା ଥାଏ ଯେ ପାର୍ଟିକଲ ନିଜେ ଏକ ମୁଭମେଣ୍ଟ କରୁଛି ଯାହା ଏକ ୱେଭଲେନ୍ଥ ସହିତ ଯାହା ପି ଦ୍ୱାରା ଏଚ୍ ଦ୍ୱାରା ଦିଆଯାଇଥିବା ଲାମ୍ବଡ଼ା। ଏହା ଭୁଲ ପ୍ଲାନ କରାଯାଇଛି। କଣିକା ସହିତ ଜଡ଼ିତ ଏହି ବ୍ୟବସାୟ ଯାହା କହିଥାଏ ତାହା ହେଉଛି ଯଦି ଏକ ପାର୍ଟିକଲ ଟି ଯାହା ମୋମେଣ୍ଟମ୍ ପି ସହିତ ମୁଭମେଣ୍ଟ କରୁଛି ପାର୍ଟିକଲ ସହିତ ଏକ ପେଭ୍ ଜଡ଼ିତ ଏବଂ ଆମେ ବ୍ୟାଖ୍ୟା କରିବା ପାଇଁ ସମୀକରଣ ଆରମ୍ଭ କରିବା ପର୍ଯ୍ୟନ୍ତ ଏହି ପେଭ୍ କଣ ତାହା ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। କିନ୍ତୁ ପରୀକ୍ଷାମୂଳକ ଭାବରେ ଏହା ପ୍ରତିଷ୍ଠିତ ହୋଇଛି ଯେ ଏକ ତରଙ୍ଗ ଜଡ଼ିତ ଅଛି ଯେଉଁଥିରେ ଏକ ପେଭେନ୍ଥ ଲାମ୍ବଡ଼ା ଅଛି ଯାହା ଏଚ୍.ପି. ଉପରେ ଅଛି। ତେଣୁ ଏହା ବହୁତ ସ୍ପଷ୍ଟ ହେବା ଉଚିତ ସେଠାରେ ଏକ ପାର୍ଟିକଲ ଗତିଶୀଳ ଅଛି ଏବଂ ଏହା ସହିତ ଏକ ପେଭ୍ ଜଡ଼ିତ ଅଛି। କଣିକା ଗୁଡ଼ିକର 2 ନମ୍ବର ଡିଫ୍ରାକ୍ସନ୍ କିମ୍ବା ଏହା ସମାନ କାରଣ କଣିକା ଗୁଡ଼ିକର ଇଣ୍ଟରଫେରେନ୍ସ ବହୁ ସଂଖ୍ୟକ କଣିକା ପାଇଁ ପରିସଂଖ୍ୟାନ ଅଟେ। ମୁଁ ଯାହା କହିବାକୁ ଚାହୁଁଛି ତାହା ହେଉଛି ମୁଁ ଏକ ଡବଲ ସ୍ଲିଟ୍ ପରୀକ୍ଷଣ କରୁଛି ଏହି ପାର୍ଶ୍ୱରୁ ଇଲେକ୍ଟ୍ରନ୍ ଆସୁଛି ଏବଂ ଶେଷରେ ମୁଁ ଏକ ଇଣ୍ଟରଫେରେନ୍ସ ଢାଞ୍ଚା ଦେଖୁଛି। ଭୁଲ ଧାରଣା ହେଉଛି ଯେ ଯେତେବେଳେ ମୁଁ ଏହି ଇଲେକ୍ଟ୍ରନ୍ ଗୁଡ଼ିକୁ ଗୋଟିଏ ଇଲେକ୍ଟ୍ରନ୍ ଦେଇ ଯିବାକୁ ଦେଲି ଏବଂ ଦ୍ୱିତୀୟ ଇଲେକ୍ଟ୍ରନ୍ ଏହି ଇଲେକ୍ଟ୍ରନ୍ ସହିତ ବାଧା ଦେଇଥାଏ ଏବଂ ତାପରେ ସେମାନେ ହସ୍ତକ୍ଷେପ କରନ୍ତି ଏବଂ କୌଣସି ସ୍ଥାନକୁ ଯାଆନ୍ତି ଯାହା ଏକ ଭୁଲ ଧାରଣା। ଯାହା ଘଟୁଛି ତାହା ହେଉଛି ପ୍ରତ୍ୟେକ ଇଲେକ୍ଟ୍ରନ୍ ଯାହା କୌଣସି ପ୍ରକାରେ ବିଭାଜିତ ହୁଏ ଏହା ବିଭାଜିତ ପେଭ୍ ବିଭାଜିତ ହୁଏ ନାହିଁ ଏବଂ ପ୍ରତ୍ୟେକ ଇଲେକ୍ଟ୍ରନ୍ ସହିତ ଜଡ଼ିତ ପେଭ୍ ହିଁ ଏକ ଇଣ୍ଟରଫେରେନ୍ସ ଢାଞ୍ଚା ଗଠନ କରେ କେବଳ ଗୋଟିଏ ଇଲେକ୍ଟ୍ରନ୍ ଏଠାରେ କିମ୍ବା ଏଠାରେ ଯାଇପାରିବ। ତେଣୁ ଆମେ ପ୍ରକୃତରେ ଇଣ୍ଟରଫେରେନ୍ସ ଢାଞ୍ଚା ଦେଖୁନାହୁଁ କିନ୍ତୁ ଏହା ଗଠନ କରାଯାଉଛି। ତେଣୁ ଧୀରେ ଧୀରେ କଣ ହୁଏ ଯଦି ଆପଣ ଗୋଟିଏ ଇଲେକ୍ଟ୍ରନ୍କୁ ଏକ ଟାଇମ୍ରେ ଆସିବାକୁ ଦିଅନ୍ତି ଏବଂ ଅନେକ ତଥ୍ୟ ସଂଗ୍ରହ କରନ୍ତି ଏପରିକି ଯେତେବେଳେ ଅନେକ ତଥ୍ୟ ସଂଗ୍ରହ କରିବା ପରେ ସମୟରେ ବଡ଼ ଗୋଟିଏ ଇଲେକ୍ଟ୍ରନ୍ ସୃଷ୍ଟିବାକୁ ଅନୁମତି ଦିଏ ଆପଣ ଏହିପରି ଏକ ଢାଞ୍ଚା ଉଭା ହେଉଥିବାର ଦେଖନ୍ତି ଏବଂ ଏହାର ଅର୍ଥ ହେଉଛି ପ୍ରତ୍ୟେକ ଇଲେକ୍ଟ୍ରନ୍ ନିଜ ସହିତ ହସ୍ତକ୍ଷେପ କରୁଛନ୍ତି। ଅଧିକ ସଠିକ ଭାବରେ ପ୍ରତ୍ୟେକ ଇଲେକ୍ଟ୍ରନ୍ ସହିତ ଜଡ଼ିତ ଏକ ପେଭ୍ ଉଭୟ ସ୍ଲିଟ୍ ଦେଇ ମୁଭମେଣ୍ଟ କରେ ଏବଂ ଯେତେବେଳେ ଏହା ୟଙ୍ଗସ୍ ଡବଲ ସ୍ଲିଟ୍ ପରୀକ୍ଷଣରେ ହାଲୁକା ପେଭ୍ ଇଣ୍ଟରଫେରେନ୍ସ ପରି ବାହାରକୁ ଆସେ ଏହି ପେଭ୍ ମଧ୍ୟ ହସ୍ତକ୍ଷେପ କରନ୍ତି ଏବଂ ତାପରେ ସେହି ଭାବେ ପାର୍ଟିକଲ କୁଆଡ଼େ ଯାଏ ପାର୍ଟିକଲ ବିଭାଜିତ ହୋଇପାରିବ ନାହିଁ। ତେଣୁ କଦାପି ଭାବନ୍ତୁ ନାହିଁ ଯେ ଯେତେବେଳେ ବହୁ ସଂଖ୍ୟାର କଣିକା ଆସେ ସେମାନେ ପରସ୍ପର ସହିତ ଇଣ୍ଟରଫେରେନ୍ସ କରନ୍ତି ଏବଂ ତାପରେ ହସ୍ତକ୍ଷେପ ଢାଞ୍ଚାରେ ଫର୍ମ ନା ଏହା ପ୍ରତି ପାର୍ଟିକଲ ଏକକ ପାର୍ଟିକଲ ସହିତ ଜଡ଼ିତ ପେଭ୍ ଯାହା ନିଜ ସହିତ ହସ୍ତକ୍ଷେପ କରେ ଏବଂ ସଠିକ ଡିଫ୍ରାକ୍ସନ୍ ପରୀକ୍ଷଣରେ ମଧ୍ୟ ସମାନ ଜିନିଷ ସୃଷ୍ଟି କରେ। ପ୍ରତି ଇଲେକ୍ଟ୍ରନ୍ ସହିତ ଜଡ଼ିତ ପେଭ୍ ପ୍ରତ୍ୟେକ ପାର୍ଟିକଲ ନିଜ ସହିତ ହସ୍ତକ୍ଷେପ କରେ ଏବଂ ତାପରେ ଯେତେବେଳେ ଆପଣ ଅନେକ ଡାଟା ସଂଗ୍ରହ କରନ୍ତି ଆପଣ ପାର୍ଟିକଲଗୁଡ଼ିକୁ କେଉଁଆଡ଼େ ଯାଉଥିବାର ଦେଖନ୍ତି। ତେଣୁ ମୁଁ ଆଶା କରେ ମୁଁ ଏହି ଭୁଲ ଧାରଣାକୁ ସଫା କରିଦେଇଛି ଯାହା ବହୁତ ପ୍ରଚଳିତ ବର୍ତ୍ତମାନ ଏହା କରିବା ପରେ ମୁଁ ମଧ୍ୟ ଦିରାକ୍ କାପିଟ୍ଜା ପ୍ରଭାବକୁ କିଛି ଟାଇମ୍ ଦେବାକୁ ଚାହୁଁଛି ଯେଉଁଥିରେ ଆମେ ଯାହା କହିଥିଲୁ ତାହା ହେଉଛି ଯଦି ମୁଁ ଆଲୋକର ଏକ ଷ୍ଟାଣ୍ଡିଂ ୱେଭ୍ ନିଏ ଏବଂ ନିର୍ଦ୍ଦିଷ୍ଟ କୋଣ ଥିଟାରେ ଇଲେକ୍ଟ୍ରନ୍ କିମ୍ବା କିଛି କଣିକାକୁ ଏହି ପାର୍ଶ୍ୱରୁ ଆସିବାକୁ ଦିଅନ୍ତୁ ଆପଣ ସମାନ ମୋମେଣ୍ଟମ୍ ପି ସହିତ ସମାନ କୋଣରେ ବହୁ ସଂଖ୍ୟକ ଇଲେକ୍ଟ୍ରନ୍ ଡିଫ୍ରେକ୍ଟିଂ ଦେଖୁଛନ୍ତି ଏହା କିପରି ହୁଏ। ତେଣୁ ଏଠାରେ ଯାହା ଘଟେ ଉପରେ ଆମର ଆଲୋଚନାରୁ ମନେ ପକାନ୍ତୁ ଷ୍ଟାଣ୍ଡିଂ ୱେଭ୍ ହେଉଛି ଏହି ଉପାୟରେ ଯାତ୍ରା କରୁଥିବା ଏକ ପେଭ୍ ଏବଂ ସମାନ ଆମ୍ପ୍ଲିଟ୍ୟୁଡ୍ ସହିତ ଅନ୍ୟ ରାସ୍ତାରେ ଯାତ୍ରା କରୁଥିବା ଏକ ପେଭ୍। ତେଣୁ ଇଲେକ୍ଟ୍ରନ୍ ଆସିବା ପରେ କଣ ହୁଏ ଏହା ପେଭ୍ ଫଳକୁ ଆସିବାରୁ ଏକ ଫଟୋନ୍ ଶୋଷଣ କରିପାରେ ଏବଂ ତେଣୁ ଏହା ନିର୍ଦ୍ଦିଷ୍ଟ ଦିଗରେ ଏକ କିକ୍ ପାଇଥାଏ ଏବଂ ତାପରେ ଅନ୍ୟ ଉପାୟରେ ଯାଉଥିବା ପେଭ୍ ସେହି ଫଟୋନ୍
ଦେବାକୁ ଉତ୍ସାହିତ ହୋଇପାରେ। ତେଣୁ ଏହା ଆଉ ଏକ କିକ୍ ପାଇଥାଏ। ଆସନ୍ତୁ ଏହାକୁ ଅଧିକ ବ୍ୟବସ୍ଥିତ ଭାବରେ କରିବା। ତେଣୁ ଯେତେବେଳେ ଏହି ମୋମେଣ୍ଟମ୍ ପି ଆସୁଛି ଏବଂ ଧରାଯାଉଛି ଇଲେକ୍ଟ୍ରନ୍ ଏହି ପାର୍ଶ୍ୱରୁ ଫ୍ରିକ୍ୱେନ୍ସି ନୁର ଏକ ଫଟୋନ୍ ଶୋଷଣ କରେ। ଏହା ଫଟୋନ୍ର ମୋମେଣ୍ଟମ୍ ଏକ କିକ୍ ପାଇଥାଏ, ଯାହା ଲାମ୍ବଡା ଆଲୋକ ଉପରେ ଏଚ୍ ଭାବରେ ମଧ୍ୟ ଲେଖାଯାଇପାରିବ, ଯାହା ସି ଉପରେ ଏଚ୍ ନୁ। ତାପରେ ଯେହେତୁ ଏକ ଷ୍ଟାଣ୍ଡିଂ ୱେଭ୍ ଅଛି, ଏହି ଉପାୟରେ ମଧ୍ୟ ଆଲୋକ ଆସୁଛି। ବିପରୀତ ଦିଗକୁ ଯାଉଥିବା ଏକ ଫଟୋନ୍ ଦେବା ପାଇଁ ଏହା ଏହି ଇଲେକ୍ଟ୍ରନ୍କୁ ଉତ୍ସାହିତ କରିପାରେ ଏବଂ ଏହା ଫୋଟନରେ ଆଉ ଏକ କିକ୍ ଯୋଗ କରେ, ଯାହା ପୁନର୍ବାର ସି ଦ୍ୱାରା ଏଚ୍ ନୁ ଏବଂ ତେଣୁ ଶେଷରେ ଫଟୋନ୍ ମୋମେଣ୍ଟମ୍ ଏହାକୁ ଏହି ଉପାୟରେ ଯିବାକୁ ତିଆରି କରେ। ତେଣୁ ଏହା ଏକ କୋଣ ଥିଟାରେ ଆସୁଥିଲା ଏବଂ ପିକୁ ସମାନ ରଖି ଏହି କୋଣ ଥିଟାରେ ବାହାରକୁ ଗଲା। ଡେଲ୍ଟା ପି କେତେ? ଡେଲ୍ଟା ପି ହେଉଛି ଏହି ବଡ଼ ତୀର। ତେଣୁ ଡେଲ୍ଟା ପି ଫଟୋନ୍ ଦିଗରେ ଅଛି, ଯାହା ଥିଟାର 2p ଇଲେକ୍ଟ୍ରନ୍ ସାଇନ୍ ଥିଟା ସହିତ ସମାନ, ଯାହାକୁ ଆପଣ ଏହି ଚିତ୍ରରୁ ଦେଖିପାରିବେ, ଯାହା ମୁଁ ତିଆରି କରିଥିଲି। ଏବଂ ଏହା 2 ଥର ଲାମ୍ବଡା ଉପରେ ଏଚ୍ ଆଲୋକ ସମୟ ସହିତ ସମାନ ହେବା ଉଚିତ, କାରଣ ଦୁଇଟି ଫୋଟନ୍ ଯାହା ଜଡ଼ିତ ଅଛି, ଯାହା ଦୁଇଟି। ମୁଁ ଏହାକୁ 2 ଥର ଲାମ୍ବଡା ଉପରେ 2 ଥର ଏଚ୍ କ୍ରସ୍ ଭାବରେ ଲେଖିପାରିବି, ଯାହା ଦୁଇଟି ଏଚ୍ କ୍ରସ୍ କେ ଲାଇଟ୍ ସହିତ ସମାନ। ଆପଣ ଅନେକ ଭିନ୍ନ ଉପାୟରେ ଲେଖିପାରିବେ, କିନ୍ତୁ ଏହା ଆପଣଙ୍କୁ ଏହା ମଧ୍ୟ କହେ ଯେ ଏଚ୍ କ୍ରସ୍ କେ ହେଉଛି ଆଲୋକର ମୋମେଣ୍ଟମ୍ ଏବଂ ତେଣୁ ଇଲେକ୍ଟ୍ରନ୍ର ଥିଟା ଟାଇମ୍ସ ପି ସାଇନ୍। ମୁଁ ମେଣ୍ଢା ଇଲେକ୍ଟ୍ରନ୍ ଉପରେ 2 ଗୁଣ ଏଚ୍ ଭାବରେ ଲେଖିପାରିବି, ଯାହା ଲାମ୍ବଡା ଆଲୋକ ଉପରେ 2 ଗୁଣ ଏଚ୍ ସହିତ ସମାନ ଏବଂ ଏହା ତୁରନ୍ତ ଆପଣଙ୍କୁ ଦେଇଥାଏ ସେଇ ଲାମ୍ବଡା ଆଲୋକ ଟାଇମ୍ସ ସାଇନ୍ ଥିଟା ଲାମ୍ବଡା ଇଲେକ୍ଟ୍ରନ୍ ସହିତ ସମାନ, ଯାହା ଦୁଇଟି ସମତଳ ମଧ୍ୟରେ ଏହି ପାର୍ଥକ୍ୟ ସହିତ ପୂର୍ବ ଲେକ୍ଚରରେ ଉତ୍ପନ୍ନ ବ୍ରେଗ୍ସ କଣ୍ଡିସନ୍ ସହିତ ସମାନ। ସମାନ ସମତଳ ଯାହା 2 ଦ୍ୱାରା ବିଭକ୍ତ ଲାମ୍ବଡା ଆଲୋକ। ତେଣୁ ଏହା ବୁଝିବାର ଏକ ଉପାୟ ହେଉଛି କେପି, ଯାହା କିମ୍ବା ପ୍ରଭାବ ଯେଉଁଠାରେ ଇଲେକ୍ଟ୍ରନ୍ ଏକ ଫଟୋନ୍ ଶୋଷଣ କରେ। ତାପରେ ଆମେ 2 ଥର ପି ପାଇଥାଉ ବିପରୀତ ଦିଗରେ ସେହି ଫୋଟନ୍ ଏମିଟ୍ କରିବାକୁ ଉତ୍ସାହିତ ହୁଏ। ତେଣୁ ଏହା କରିବା ପରେ ବର୍ତ୍ତମାନ ଆମେ ଏହି ୱେଭ୍ ଏବଂ ପାର୍ଟିକଲ୍ ବିଷୟରେ ଟିକିଏ ଅଧିକ ବୁଝିବାକୁ ଚାହୁଁଛୁ। ବର୍ତ୍ତମାନ ଏକ ୱେଭ୍ ହେଉଛି ଏପରି ଏକ ଜିନିଷ ଯାହା ସ୍ପେସ୍ ବ୍ୟାପିଛି। ତେଣୁ ଯଦି ଆପଣ ପ୍ଲେନ୍ ସମତଳ ୱେଭ୍ ନିଅନ୍ତି, ତେବେ ଏହା ସମଗ୍ର ସ୍ଥାନରେ ବିସ୍ତାର ହୋଇପାରେ। କେତେକ ଏହାକୁ ଯଥାସମ୍ଭବ ଅଙ୍କନ କରନ୍ତି। ତେଣୁ ଏହା ଏକ ୱେଭ୍ ଯାହା ସ୍ପେସ୍ ବ୍ୟାପିଛି। ଅପରପକ୍ଷରେ ଯଦି ଆପଣ ଏକ ପାର୍ଟିକଲ୍ ଦେଖନ୍ତି, ତେବେ ଏହା କେଉଁଠାରେ ସ୍ଥାନୀୟ ହୋଇଥାଏ। ଏହା ଏଠାରେ ଥାଇପାରେ, ଏହା ଏଠାରେ ଗୋଟିଏ ପୋଜିସନ୍ ଥାଇପାରେ। ତେଣୁ ଏହା ଗୋଟିଏ ପଏଣ୍ଟ ଲୋକାଲାଇଜ୍ ହୋଇଥାଏ। ଯଦି ଏକ ପାର୍ଟିକଲ୍ ସହିତ ଜଡ଼ିତ ଏକ ୱେଭ୍ ଅଛି, ପାର୍ଟିକଲ୍ ଲୋକାଲାଇଜ୍ ହୋଇଥାଏ, କିନ୍ତୁ ୱେଭ୍ ସବୁ ସ୍ଥାନରେ ବ୍ୟାପିଯାଏ। କଣିକା କେଉଁଠାରେ ଅଛି? ଏହା ଏଠାରେ ଅଛି କି? ଏହା ୱେଭ୍ରେ ଅଛି। ତେଣୁ ପ୍ରଶ୍ନ ଉଠୁଛି, ୱେଭ୍ ରେ କେଉଁଠାରେ ପାର୍ଟିକଲ୍ ମିଳିବାକୁ ଅଛି? ତାହା ଗୋଟିଏ ପ୍ରଶ୍ନ। ଅନ୍ୟ ପ୍ରଶ୍ନ ହେଉଛି, ଆସନ୍ତୁ ଏହି ୱେଭ୍ର ବେଗ ମଧ୍ୟ ଗଣନା କରିବା। ଯଦି ମୁଁ ନନ୍ ରିଲେଟିଭିଷ୍ଟିକ୍ ଶବ୍ଦ ଅଣ ରିଲେଟିଭିଷ୍ଟିକ୍
ଭି ଏଭ୍ର ଏକ ଗଣନା କରେ ତେବେ ଲାମ୍ବଡା ଫ୍ରିକ୍ୱେନ୍ସି ସମୟ ହେବାକୁ ଯାଉଛି। ଫ୍ରିକ୍ୱେନ୍ସି ଏଚ୍ ଟାଇମ୍ ଲାମ୍ବଡା ଉପରେ ଶକ୍ତି ସ୍ଲାସ୍ ଏନର୍ଜି ଛଡ଼ା କିଛି ନୁହେଁ। ଯାହା ପି ଉପରେ ଅଛି ଏଚ୍ ବାତିଲ କରେ ଏବଂ ମୁଁ ପି ଉପରେ ଇ ପାଇଥାଏ ଯାହା ପି ଉପରେ 2m ରୁ ଅଧିକ ପି ବର୍ଗ ବ୍ୟତୀତ ଆଉ କିଛି ନୁହେଁ। ଯାହା ପି 2m ରୁ ଅଧିକ ଯାହା 2 ଅଧିକ ଭି ପାର୍ଟିକଲ। ଅପରପକ୍ଷରେ ଯଦି ମୁଁ ଏକ ସମ୍ପର୍କୀୟ ଗଣନା କରେ ତେଣୁ ମୋତେ ଏକ ରିଲେଟିଭିଷ୍ଟିକ୍ ଗଣନା କରିବାକୁ ଦିଅ। ତାପରେ ମୋର ପୁନଃ ଭି ତେବ୍ ଶକ୍ତି ସହିତ ସମାନ ଯାହା ବର୍ତ୍ତମାନ ଏଚ୍ ଟାଇମ୍ସ ମୋମେଣ୍ଟମ୍ ଏକ ଗୁଣ ଉପରେ ଏମ୍ସି ବର୍ଗାକାର ଉପରେ ଏକ ମାଇନସ୍ ଭି ବର୍ଗର ସ୍କୋୟାର ରୁଟ୍ ଉପରେ ଏମ୍ସି ବର୍ଗ ହେବାକୁ ଯାଉଛି ଯାହା ଏଚ୍ ଓଭର ମୋମେଣ୍ଟମ୍ ଅଟେ ସି ବର୍ଗ ଉପରେ ଗୋଟିଏ ମାଇନସ୍ ଭି ବର୍ଗର ସ୍କୋୟାର ମୂଳ ଉପରେ ଏମ୍ ଭି। ତାପରେ ମୁଁ ଟର୍ମ ବାତିଲ କରେ ଏମ୍ ବାତିଲ କରେ ମୁଁ ଏଚ୍ ଏବଂ ମୁଁ ଭି ପାର୍ଟିକଲ ଉପରେ ସି ସ୍କୋୟାର ପାଏ। ଉଭୟ କ୍ଷେତ୍ରରେ ମୁଁ ଦେଖୁଛି ଯେ ତେବ୍ ବେଗ ଭି ପାର୍ଟିକଲ ପରି ସମାନ ନୁହେଁ। ତେଣୁ କ'ଣ ଚାଲିଛି? ଦୁଇଟି ପ୍ରଶ୍ନ ଯାହାର ପାର୍ଟିକଲ ସହିତ ଜଡ଼ିତ ଏକ ପେବ୍ ର ଏହି ବିଚାରର ଏକ କାରଣ ଅଛି। ଏକ ନମ୍ବର ହେଉଛି ଯେଉଁଠାରେ ଏବ୍ ରେ ପାର୍ଟିକଲ ଅବସ୍ଥିତ ଏବଂ ପ୍ରଶ୍ନ ନମ୍ବର 2 ହେଉଛି ପାର୍ଟିକଲ ବେଗ କିପରି ଏବ୍ ଚିତ୍ରରେ ପ୍ରବେଶ କରେ ଏବଂ ଏହି ଦୁଇଟିର ଉତ୍ତର କିଛି ଦ୍ୱାରା ତରଙ୍ଗର ଗୋଷ୍ଠୀ କୁହାଯାଏ। ମୁଁ ପରବର୍ତ୍ତୀ ସମୟରେ ତାହା ବିଷୟରେ ଆଲୋଚନା କରିବାକୁ ଯାଉଛି। ତେଣୁ ଯେତେବେଳେ ଆମେ କହିଥାଉ ଯେ ସମଗ୍ର ସ୍ଥାନରେ ଏକ ପେବ୍ ଅଛି ଏବଂ ମୁଁ ଜାଣେ ନାହିଁ ପାର୍ଟିକଲ କେଉଁଠାରେ ଅବସ୍ଥିତ ଯାହା ଏଠାରେ କେଉଁଠାରେ ରହିବା ଉଚିତ ଡଟ୍ ଦ୍ୱାରା ଏହାକୁ କେଉଁଠାରେ ଦେଖାଯାଏ ଡଟ୍ କହେ ଯେ ପାର୍ଟିକଲ ପ୍ରକୃତରେ ଯେତେବେଳେ ମୁଭମେଣ୍ଟ କରୁଛି ତାହା ଇନଫାଇନାଇଟ୍ ଟ୍ରେନ୍ ଅଫ୍ ଏଭ୍ ଦ୍ୱାରା ପ୍ରତିନିଧିତ୍ୱ କରେ ନାହିଁ ବରଂ ଏହି ଏବ୍ ପାର୍ଟିକଲ ପୋଜିସନ୍ ଚାରିପାଖରେ ସ୍ଥାନୀୟ ହୋଇପାରେ। ତେଣୁ ପାର୍ଟିକଲ କେଉଁଠାରେ ଏକ ବଡ଼ ଆମ୍ପ୍ଲିଟ୍ୟୁଡ୍ ଅଛି ତେଣୁ ଏହାର ଏକ ପ୍ରୋଫାଇଲ୍ ଅଛି ଏବଂ ଏହି ପ୍ରୋଫାଇଲ୍ ମଧ୍ୟରେ ପାର୍ଟିକଲ ମିଳିବା ଉଚିତ। ତେଣୁ କୁହନ୍ତୁ ଯଦି ଏହା ଡେଲ୍ଟା ଏକ୍ସ ଏହି ପେବ୍ ପରିମାଣ ବ୍ୟାପିଥାଏ ତେବେ ପାର୍ଟିକଲ ଏହି ପ୍ରୋଫାଇଲ୍ ମଧ୍ୟରେ ମିଳିଥାଏ। ସେହି ଲେକ୍ଚର ଦେଇ ନୋଟିସ୍ ଦିଅନ୍ତୁ ମୁଁ ପ୍ରକୃତରେ ମୁଁ ଯାହା କହୁଛି ତାଠାରୁ ବହୁତ ଅଧିକ କହୁଛି। ମୁଁ ଯାହା କହୁଛି ତାହା ହେଉଛି ଯଦି ପାର୍ଟିକଲ ସହିତ ଏକ ପେବ୍ ଜଡ଼ିତ କରେ ତେବେ ଏହା କିଛି ଡେଲ୍ଟା ଏକ୍ସ ମଧ୍ୟରେ ସର୍ବୋତ୍ତମ ଭାବରେ ରହିପାରିବ ଭାବରେ ଅବସ୍ଥିତ ହୋଇପାରିବ ନାହିଁ ଏବଂ ଏହା ମେକାନିକାଲି ଏକ କ୍ୱାଣ୍ଟମ୍ ସତ୍ୟ ବିବୃତ୍ତି ଡେଲ୍ଟା ଏକ୍ସ ଶୂନ୍ୟ ହେତୁ ମୁଁ ପାର୍ଟିକଲକୁ ଠିକ୍ ଭାବରେ ଚିହ୍ନି ପାରିବି ନାହିଁ କାରଣ ସେଠାରେ ଏକ ତରଙ୍ଗ ଜଡ଼ିତ ଅଛି ସେହି ପେବ୍ ମଧ୍ୟରେ ଯେଉଁଠାରେ ବି ହୋଇପାରେ। ତେଣୁ ଉଦାହରଣ ସ୍ୱରୂପ ଯେତେବେଳେ ମୁଁ ଏହି ପାର୍ଟିକଲ ଏବଂ ଏହା ସହିତ ଜଡ଼ିତ ଏକ ପେବ୍କୁ ଏକ ପ୍ରୋଫାଇଲ୍ ସହିତ ନେଇଥାଏ ଯାହା ମୁଁ ପୂର୍ବରୁ ତିଆରି କରିଥିଲି ଉଦାହରଣ ସ୍ୱରୂପ ଏହା ହୋଇପାରେ ଯେ ବର୍ତ୍ତମାନ ସହିତ ୱେବଫର୍ମ ମୁଁ ଏହି ଗ୍ରୀକ୍ ପ୍ରତୀକ ସାଏ ଏକ୍ସ ପରିଚିତ କରିବି କାରଣ ମୁଁ ଏହାକୁ ପରେ ବ୍ୟବହାର କରିବାକୁ ଯାଉଛି ଫର୍ମର ହେବାକୁ ଯାଉଛି। ଉଦାହରଣ ସ୍ୱରୂପ ଏହା କିଛି କେ ଶୂନ ଏକ୍ସ ମାଇନସ୍ ଓମେଗା ଶୂନ ଶୂନଟି ଥର ସାଇନ୍ ହୋଇପାରେ ଯେହେତୁ କିଛି ସିଗମା କନଷ୍ଟାଣ୍ଟ ସ୍କୋୟାର ଉପରେ ମାଇନସ୍ ଏକ୍ସ ବର୍ଗକୁ ଇରେ ଯେହେତୁ ଆପଣ ପାର୍ଟିକଲରୁ ସେହି ପୋଜିସନ୍ ଠାରୁ ଦୂରକୁ ଯାଆନ୍ତି ଏହା ଡିକେ ହୁଏ। ତେଣୁ ଯଦି ପାର୍ଟିକଲର ପୋଜିସନ୍ ଏକ୍ସ ନଟ୍
रे अछि तेबे ମୁଁ ଏହାକୁ ସିଗମା ସ୍କୋୟାର ଉପରେ ମାଇନସ୍ x ନଟ୍ x ରେ ସାଇନ୍ k ନଟ୍ x ମାଇନସ୍ ଓମେଗା ନଟ୍ x ରେ ଭାବରେ ଲେଖିପାରିବି ଯେଉଁଠାରେ k ନଟ୍ ଏହି ତରଙ୍ଗର ଏହି ଲାମ୍ବଡ଼ା ସହିତ ଜଡ଼ିତ ତେଣୁ ମୁଁ ଏହାକୁ ଲାମ୍ବଡ଼ା 0 ଓମେଗା 0 ଉପରେ 2 ପାଇ ଭାବରେ ଲେଖିପାରିବି h କ୍ରସ୍ ଉପରେ ପାର୍ଟିକଲର ଏହି ଶକ୍ତି ସ୍ଲାସ୍ ଏନର୍ଜି ସହିତ ଜଡ଼ିତ ଯାହା 2 ପାଇ ନୁ ସହିତ ସମାନ ଯାହା h ଉପରେ 2 ପାଇ ସହିତ ସମାନ ତେଣୁ କିଛି ୱେଭଲେନ୍ଥ ଜଡ଼ିତ କିନ୍ତୁ ପ୍ରୋଫାଇଲ୍ ମଧ୍ୟ ଅଛି ତେଣୁ ଏପରି କ୍ଷେତ୍ରରେ କେବଳ k ନଟ୍ ଉପସ୍ଥିତ ନାହିଁ ଅନ୍ୟ କ୍ଷେତ୍ରରେ ମଧ୍ୟ ଉପସ୍ଥିତ ଏବଂ ସେମାନେ କିପରି ଉପସ୍ଥିତ ଅଛନ୍ତି ପୁନଃ ମୁଁ ଫେରିବି ଏକ ଜେନେରାଲ ୱେଭ୍କୁ ଏଇନ୍ ଫଙ୍କସନ୍ ଟର୍ମରେ ପ୍ରତିନିଧିତ ହେବ ସେ ବିଷୟରେ ମୁଁ ଯାହା କହିଥିଲି ତେଣୁ ଏହା ମୁଁ ବିଭିନ୍ନ କେସ୍ ଟାଇମ୍ ଏକ ଫୋରିୟର ଟ୍ରାନ୍ସଫର୍ମ କିମ୍ବା ସମଭାବରେ ଲେଖିପାରିବି କେ ଏକ୍ସ ମାଇନସ୍ ଓମେଗା ଟିର କିଛି କନଷ୍ଟାଣ୍ଟ ଏକେ ସାଇନ୍ ମୁଁ ଏହାକୁ ସମାନ ଭାବରେ ଲେଖିପାରିବି ସಮೇସନ୍ 1 ର ସାଇନ୍ ଓମେଗା ଟି ମାଇନସ୍ କେ କ୍ଷ ଆପଣ କେଉଁ ଉପାୟରେ କହିବାକୁ ଚାହାନ୍ତି ତାହା ଉପରେ ନିର୍ଭର କରି କେବଳ ସାଇନ୍ ପରିବର୍ତ୍ତନ କର ଏବଂ ମୁଁ ଏହା ଭଲ ପାଏ କେ ଏବଂ କଣ୍ଟିନିୟସ୍ କ୍ଷେତ୍ରରେ ଏହା ଏକ ଫୋରିୟର ଟ୍ରାନ୍ସଫର୍ମ ଯାହା କିଛି କେ ରଶ୍ମିର ଏକ ଫଙ୍କସନ୍ ଆଇ ଓମେଗା 2 ମାଇନସ୍ କେ ଏକ୍ସ ଡି କେ କୁ ଇଣ୍ଟିଗ୍ରାଲଟେ କେ ମାଇନସ୍ ଇନଫିନିଟିରୁ ଇନଫିନିଟି ପର୍ଯ୍ୟନ୍ତ ପିନ୍ଧିଛି ଏବଂ କେ ପାଇଁ ଏକ କେ ସର୍ବାଧିକ କେ ଶୂନ ସମାନ କାରଣ ଆପଣ ଦେଖନ୍ତି ଯେ ଏହା ଏକ ମୁଖ୍ୟ ଏଭର୍ମ ରୂପ ଏବଂ ଏହା ସେଠାରୁ ଦୂରରେ କ୍ଷୟ ହୁଏ ତେଣୁ ଉଦାହରଣ ସ୍ୱରୂପ ଯଦି ମୁଁ ଏକ କେ ପ୍ଲଟ୍ କରିବାକୁ ଯାଏ ତେବେ ଏହା ଫର୍ମର ହୋଇପାରେ ଏହା ହେଉଛି ଭାବୁଛି କେ ନଟ୍ ଏହା ସେଠାରେ ସବୁଠାରୁ ବଡ଼ ଏବଂ ତାପରେ କ୍ଷୟ ହୁଏ ତେଣୁ କିଛି ତରଙ୍ଗ ମିଶ୍ରିତ ହେଉଛି ଏହା କିଛି ଡେଲ୍ଟା କେ ମଧ୍ୟରେ ଡେଲ୍ଟା କେ କଣ ସହିତ ଜଡ଼ିତ ଡି ବ୍ରୋଏଙ୍କ ହାଇପୋଥେସିସ୍ ଦ୍ୱାରା କେ ଲାମ୍ବଡ଼ା ଉପରେ 2 ପାଇ ଛଡ଼ା ଆଉ କିଛି ନୁହେଁ ଯାହା h ଟାଇମ୍ p ଉପରେ 2 ପାଇ ଛଡ଼ା ଆଉ କିଛି ନୁହେଁ ଏହା p ଓଭର h କ୍ରସ୍ ଦେଇଥାଏ ଯାହା ସୂଚିତ କରେ ଯେ p h କ୍ରସ୍ k ସହିତ ସମାନ ତେଣୁ ପାର୍ଟିକଲର ମୋମେଣ୍ଟମ୍ k ସହିତ ଜଡ଼ିତ ଯେହେତୁ h କ୍ରସ୍ k ଏବଂ ଯେତେବେଳେ ମୁଁ କହେ ଯେ ସେମାନଙ୍କର ରାଶି ଡେଲ୍ଟା କେ ବିସ୍ତାର କରେ ଏହାର ଅର୍ଥ ପାର୍ଟିକଲ ର ମୋମେଣ୍ଟମ୍ ଅତି ସଠିକ୍ ଭାବରେ ନିର୍ଦ୍ଦିଷ୍ଟ ନୁହେଁ ଏହାର ଏକ ବଡ଼ ଅଂଶ କେ ଶୂନ କିନ୍ତୁ ଏଥିରେ ମଧ୍ୟ ବିସ୍ତାର ଅଛି ତେଣୁ ଉଲ୍ଲେଖଯୋଗ୍ୟ ପୋଜିସନ୍ ସଠିକ୍ ନିର୍ଦ୍ଦିଷ୍ଟ ନୁହେଁ ଏପରିକି ମୋମେଣ୍ଟମ୍ର ଏକ ବିସ୍ତାର ଅଛି ମୋମେଣ୍ଟମ୍ ସଠିକ୍ ହୋଇଥାନ୍ତା ଯଦି କନଷ୍ଟାଣ୍ଟ ୱେଭ୍ ଦୈର୍ଘ୍ୟର ଏକ ସମତଳ ୱେଭ୍ ଯାହା ମାଇନସ୍ ସୀମତାରୁ ପ୍ଲସ୍ ଇନଫିନିଟି ପର୍ଯ୍ୟନ୍ତ ବ୍ୟାପିଥାଏ ତେଣୁ ଏକ ସ୍ଥାନୀୟ ପାର୍ଟିକଲ ଡେଲ୍ଟା ଏକ୍ସ ପାଇଁ ଏହା ପୋଜିସନ୍ ଜଣାପଡ଼ିନାହିଁ ଯେ ଏହାର ମୋମେଣ୍ଟମ୍ ପ୍ରକୃତରେ ଜଣାପଡ଼ିନାହିଁ ଏବଂ ବାସ୍ତବରେ ଆପଣ ଦେଖାଇପାରିବେ ଯେ ଯଦି ଏହି ପାର୍ଟିକଲ ଅଛି ଯାହା ଏହି ଆମ୍ପ୍ଲିଟ୍ୟୁଡ୍ ମଧ୍ୟରେ ଅବସ୍ଥିତ ତେବେ ଏହା ଏଠାରେ କୌଣସି ସ୍ଥାନରେ ଅବସ୍ଥିତ ତେବେ ବିସ୍ତାର ହେଉଛି ଡେଲ୍ଟା ଏକ୍ସ ଏବଂ ଅନୁରୂପ ଫୋରିୟର ଟ୍ରାନ୍ସଫର୍ମ ର କେ ଶୂନ ଚାରିପାଖରେ ବିସ୍ତାର ହୋଇଛି ଏହା ଏକ କେ ଏବଂ ସ୍ପିଡ୍ ହେଉଛି ଡେଲ୍ଟା କେ ତାପରେ ଡେଲ୍ଟା ଏକ୍ସ ଏକ ଅର୍ଡର ଏବଂ ଡେଲ୍ଟା କେ କିଛି ନୁହେଁ କିନ୍ତୁ ଡେଲ୍ଟା ପି ଓଭର ଏଚ୍ କ୍ରସ୍ ଡେଲ୍ଟା ଏକ୍ସ ଗୋଟିଏ ଅର୍ଡର କିମ୍ବା ଡେଲ୍ଟା ପି ଡେଲ୍ଟା ଏକ୍ସ କ୍ରସର ଅର୍ଡର ଏହା ପାର୍ଟିକଲର ନେଚର ଅନ୍ୟ ଏକ ପରିଣାମ ଯୋଗ କରେ ଯଦି ମୁଁ ଦୁଇଟିକୁ ସମନ୍ୱୟ କରିବାକୁ ଚାହୁଁଛି ତେବେ ମୁଁ ମୋମେଣ୍ଟମ୍ ଏବଂ ଜଡ଼ିତ ପୋଜିସନ୍କୁ କରିପାରିବି ନାହିଁ ସମାନ ଦିଗ ସହିତ ସମାନ ଦିଗ ଯେପରି ମୁଁ କ୍ଲାସିକାଲ ଭାବରେ କରେ ଏବଂ ସେମାନେ ପ୍ରଡକ୍ଟ ପ୍ରକୃତରେ ଏଚ୍ କ୍ରସ୍ ଏହା ଅନସର୍ଟନିଟି ପ୍ରିନ୍ସିପଲ୍ ଏକ ବିବୃତ୍ତି ଯାହା ପରବର୍ତ୍ତୀ ଲେକ୍ଚରରେ ଫେରିଆସିବ ବର୍ତ୍ତମାନ ମୁଁ ଜଣାଇବାକୁ ଚାହୁଁଥିଲି ଯେ ଯଦି ଆପଣ ୱେଭ୍ ଏବଂ ପାର୍ଟିକଲ ପ୍ରକୃତିକୁ ଏକାଠି ଦେଖନ୍ତି ଆପଣ ଯେତିକି ଚାହାନ୍ତି ସେତିକି ସଠିକତା ପାଇଁ ମୋମେଣ୍ଟମ୍ ଏବଂ ପୋଜିସନ୍ ନିର୍ଦ୍ଦିଷ୍ଟ କରିପାରିବେ ନାହିଁ ସେମାନଙ୍କର ଏକ ପାରସ୍ପରିକ ସମ୍ପର୍କ ଡେଲ୍ଟା ପି ଡେଲ୍ଟା ଏକ୍ସ ଅର୍ଡର ତେଣୁ ବର୍ତ୍ତମାନ ଏହି ୱେଭ୍ ପ୍ୟାକେଟ୍କୁ ପ୍ରତିନିଧିତ୍ୱ କରିବାକୁ ଫେରି ଯାହା ପୂର୍ବ ସ୍ଲାଇଡ୍
ମୁଁ ଏକ ଫୋରିୟର ଟ୍ରାନ୍ସଫର୍ମ ଭାବରେ ଲେଖିଥିଲି ଏବଂ ମୁଁ ଏହି ସାଏ ଏକ୍ସକୁ ମାଇନସ୍ ଇନଫିନିଟି ସହିତ ସମାନ ଭାବରେ ଲେଖିବାକୁ ଯାଉଛି ଏକ କେ ଏ ରଶ୍ମିକୁ ଆଇ ଓମେଗା ଟି ମାଇନସ୍ କେ ଏକ୍ସ ଡିକେ। ଆପଣ ଭାବୁଥିବେ ଯେ କେବଳ କେ ଉପରେ କାହିଁକି ଏକୀକୃତ ହେଉଛି ଏହାର କାରଣ ହେଉଛି ଓମେଗା ମଧ୍ୟ ଏକ ଫଙ୍କସନ୍ କେ। ବର୍ତ୍ତମାନ କହିବାକୁ ଦିଅ ଯେ ଶୂନ ସହିତ ସମାନ ଭାବରେ ପ୍ରୋଫାଇଲ୍ ଏକ ସାଏ ଶୂନ ଏକ୍ସ ଭାବରେ ଦିଆଯାଇଥିଲା ଯାହା ହେଉଛି ଇନଫିନିଟି ପାଇଁ ଇଣ୍ଟିଗ୍ରେସନ୍ ମାଇନସ୍ ଇନଫିନିଟି ଏକ ଏ ରଶ୍ମି ଆଇ ମାଇନସ୍ ଆଇ କେ ଏକ୍ସ ଡିଏକ୍ସ ଏବଂ ଏହା ହେଉଛି ସାଏ ଏକ୍ସ। ବେଳେବେଳେ ପରେ କଣ ଘଟେ ଏବଂ ଏହି କେ ଏକ ଶୂନ୍ୟ ଚାରିପାଖରେ ପିକ୍। ତେଣୁ ମୁଁ ବର୍ତ୍ତମାନ ସାଏ ଏକ୍ସ କମାଟି ଲେଖିବାକୁ ଯାଉଛି ଏବଂ ପୂର୍ବ ଲେକ୍ଚରରୁ ମନେ ପକାଇବାକୁ ଯାଉଛି ଯେତେବେଳେ ମୁଁ ସମୟ ଡିପେଣ୍ଡେନ୍ସ ଲେଖିବାକୁ ଚାହେଁ ମୁଁ କେବଳ ଟାଇମ୍ ଡିପେଣ୍ଡେନ୍ସ ରଖିବି ଯେପରି ଏକ ପେ ପାଇଁ ଘଟେ। ତେଣୁ ଏହା ଆଇ ଓମେଗା ଟି ମାଇନସ୍ କେ ଏକ୍ସ ଡିକେ ପାଇଁ ଇ ରେ ହେବ ଟାଇମ୍ ସହିତ ଏହିପରି ସାଏ ଫଙ୍କସନ୍ କରେ କିମ୍ବା କେ ଫଙ୍କସନ୍ କିପରି ଦେଖାଯିବ। ମନେ ପକାନ୍ତୁ ଯେବେ ମୁଁ ଷ୍ଟ୍ରିଙ୍ଗ କରିଥିଲି ଏବଂ ମୁଁ କହିଲି ଯଦି ମୁଁ ଏହାକୁ ଟ୍ରାଏଙ୍ଗୁଲାର ଷ୍ଟ୍ରିଙ୍ଗର ଆକୃତି ଦେଇ ପ୍ରଦର୍ଶନ କରେ ଟାଇମ୍ ସହିତ ଡିସପ୍ଲେସମେଣ୍ଟ ସମସ୍ତ ଇଜେନ୍ ଫ୍ରିକ୍ୱେନ୍ସି ଏବଂ ଏନ୍ କାର୍ଯ୍ୟର ଏକ ରାଶି ଭାବରେ ଦିଆଯାଇଥିଲା ଠିକ୍ ସମାନ ଢଙ୍ଗରେ ମୁଁ ଲେଖିବାକୁ ଯାଉଛି ଏବଂ ବର୍ତ୍ତମାନ ଯେହେତୁ ଏକେ କେ ସମାନ କେ ଶୂନ ପ୍ଲସ୍ ସବୁଠାରୁ ବଡ଼ ଆମେ କେ ଶୂନର ଓମେଗା ଭାବରେ ଓମେଗା କେ ବିସ୍ତାର କରିବୁ ଏବଂ କେ ଶୂନ ଡେଲ୍ଟା କେରେ ଡି ଓମେଗା ଡିକେ। ତେଣୁ ମୁଁ ବର୍ତ୍ତମାନ ଲେଖିବାକୁ ଯାଉଛି ଯେ ସାଏ ଏକ୍ସଟି ଓମେଗା ଶୂନ ଏକ କେ ଇ ରଶ୍ମି ଇଣ୍ଟିଗ୍ରେସନ୍ ସହିତ ସମାନ ଯାହାଟିରେ ଓମେଗା ସହିତ ଅନୁରୂପ ଯାହା କେ ଶୂନ ମାଇନସ୍ କେ ଶୂନ ଏକ୍ସ ଗୁଣ ଇରେ ଆଇ ଡି ଓମେଗା ଶୂନରେ ଡିକେ ଉପରେ ଓମେଗା ଡି ଓମେଗା ଡେଲ୍ଟା କେ ମାଇନସ୍ ଡେଲ୍ଟା କେ ଏକ୍ସ ଡିକେ ମାଇନସ୍ ଇନଫିନିଟି ଯେହେତୁ କୁଞ୍ଚିତ ବନ୍ଧନୀରେ ଦେଖାଯାଇଥିବା ଅଂଶ କେ ଉପରେ ଡିପେଣ୍ଡ କରେ ନାହିଁ ମୁଁ ଏହାକୁ ବାହାର କରିପାରିବି ଏବଂ ଏହାକୁ ଇରେ ଭାବରେ ଲେଖିପାରିବି ଯେହେତୁ ଆଇ ଓମେଗା 0 ମାଇନସ୍ କେ ଶୂନ ଏକ୍ସ ଇଣ୍ଟିଗ୍ରେସନ୍ କୁ ଇନଫିନିଟି ବିଯୁକ୍ତ କରେ ଏକକ ଲେଖିବା ପରିବର୍ତ୍ତେ ମୁଁ ଏହାକୁ ଏକ ଡେଲ୍ଟା କେର ଏକ ଫଙ୍କସନ୍ ଭାବରେ ଲେଖିପାରିବି ଯେଉଁଠାରେ ଡେଲ୍ଟା କେସ୍କେ ଶୂନରୁ ପାର୍ଥକ୍ୟ ଇରେ କେ ଶୂନ ମାଇନସ୍ ଏକ୍ସରେ ଡିକେ ଉପରେ ଓମେଗାକୁ ଏଠାରେ ଡେଲ୍ଟା କେ ଏବଂ ଡେଲ୍ଟା କେ ଉପରେ ଇଣ୍ଟିଗ୍ରେସନ୍ ଭାବରେ ଏବଂ ଏହି ସ୍ମରଣ କଣ ମାଇନ ଆଇ କେ ଏକ୍ସ ଡିକେକୁ ଏକ କେ ରଶ୍ମି ଏହି ଫଙ୍କସନ୍ ଥିଲା ଯାହା ଏହି ଟେବ୍ ପ୍ରୋଫାଇଲ୍ ଦେଉଥିଲା। ତେଣୁ ମୁଁ ଆପଣଙ୍କୁ ପୂର୍ବରୁ ଏହା ଦେଖାଇଥିଲି ଯେ ଏହା ସେଠାରେ ସାଏ ଶୂନ ଏକ୍ସ ଥିଲା ତେଣୁ ମୁଁ ସମାନ ପ୍ରୋଫାଇଲ୍ ଆସିବାକୁ ଯାଉଛି ଏବଂ ଏହା ସାଏ ଶୂନ ହେବାକୁ ଯାଉଛି ବର୍ତ୍ତମାନ ବ୍ୟତୀତ ମୁଁ କେ ଶୂନଟି ମାଇନସ୍ ଏକ୍ସରେ ଡିକେ ଉପରେ ଓମେଗା କରିବାକୁ ଯାଉଛି। ତେଣୁ କଣ ହେଲା ଏହି ପ୍ରୋଫାଇଲ୍ ଯାହା ଠିକ୍ ଟି ଟାଇମ୍ ଥିଲା ଏହା କେ ଶୂନ ଟାଇମ୍ ଟି ଡିକେ ଦ୍ୱାରା ଦୂରତ୍ୱ ଡି ଓମେଗା ଦ୍ୱାରା ସ୍ଥାନାନ୍ତରିତ ହୋଇଛି ଏବଂ ତେଣୁ ଏହା ବର୍ତ୍ତମାନ କେ ଶୂନଟି ମାଇନସ୍ ଏକ୍ସରେ ଡି କେ ଉପରେ ଡି ଓମେଗା ରସାଏ ଶୂନ ଭାବରେ ଦିଆଯାଏ ଯଦି ଏହା ଡିକେ କେ ଶୂନ ଟି ଦ୍ୱାରା ଏତେ ଡି ଓମେଗା ଦ୍ୱାରା ସ୍ଥାନାନ୍ତରିତ ହୋଇଛି। ଏହାର ଅର୍ଥ ଏହା ଏକ ବେଗ ଭି ସହିତ ଏ କେ ଶୂନ ଡିକେ ଦ୍ୱାରା ଓମେଗା ସହିତ ସମାନ ହୋଇଛି। ତେଣୁ ଏହି ପାର୍ଟିକଲ୍ ଥିଲା ଯାହା ଟେବ୍ର
ଏହି ପ୍ରୋଫାଇଲ୍ ଅଫ୍ ୱେବ୍ ଦ୍ୱାରା ଦିଆଯାଉଛି ଏବଂ ଟାଇମ୍‌ରେ ଏହି ସାଥୀ କେ ଶୂନ୍ୟଟିରେ ଗଣନା କରାଯାଇଥିବା ଡିକେ ଦ୍ୱାରା ଦୂରତ୍ୱ ଡି ଓମେଗା ଦ୍ୱାରା ମୁଭମେଣ୍ଟ କରନ୍ତି ଏବଂ ପାର୍ଟିକଲ ଏଠାରେ ପହଞ୍ଚିଥିବା ସମାନ ଆକୃତିକୁ ମୁଭମେଣ୍ଟ କରେ ଏବଂ ତେଣୁ ଏହା ସୂଚିତ କରେ ଯେ ଏହା ଯେଉଁ ବେଗ ସହ ମୁଭମେଣ୍ଟ କରିଛି ତାହା କେ ଶୂନ୍ୟରେ କେ ଦ୍ୱାରା ଡି ଓମେଗା ଅଟେ ଏବଂ ଏହା ଗ୍ରୁପ୍ ଭେଲୋସିଟି ଭାବରେ ଜଣାଶୁଣା ଭିଜି ହେଉଛି ଗ୍ରୁପ୍ ଭେଲୋସିଟି କାରଣ ତରଙ୍ଗ ର ଗୋଷ୍ଠୀ ଯାହା ମୁଭମେଣ୍ଟ କରିଛି ଏବଂ ଏହି ଭେଲୋସିଟି ବେଗ ସମାନ ହେବା ଉଚିତ ପାର୍ଟିକଲ ର ମୁଭମେଣ୍ଟ ଭାବରେ ଏବଂ ଆସନ୍ତୁ ତାହା ଯାଞ୍ଚ କରିବା ତେଣୁ E2m ରୁ ଅଧିକ p ବର୍ଗ ଭାବରେ ଦିଆଯାଏ ଯାହା ବର୍ତ୍ତମାନ ସୁଦ୍ଧା ଆପଣ 2m ରୁ ଅଧିକ k ବର୍ଗ ଉପରେ h କ୍ରସ୍ ସ୍କୋୟାର ସହିତ ପରିଚିତ ତେଣୁ ଓମେଗା ଯାହା h କ୍ରସ୍ ଉପରେ E ଅଟେ ତାହା 2p ଓଭର h ସହିତ ସମାନ ଅଟେ 2m ଉପରେ h କ୍ରସ୍ k ସ୍କୋୟାର ଏବଂ ତେଣୁ k ଶୂନ୍ୟରେ d ଓମେଗା ଓଭର d ଓମେଗା k ଶୂନ୍ୟରେ m ଉପରେ h କ୍ରସ୍ k ହେବାକୁ ଯାଉଛି ଯାହା m ଉପରେ h କ୍ରସ୍ k ଶୂନ ଯାହା m ଉପରେ p ଶୂନ ସହିତ ସମାନ ଯାହା ପାର୍ଟିକଲ ଭେଲୋସିଟି ସହିତ ସମାନ ତେଣୁ ଆମେ କହୁଛୁ ଯେ ପାର୍ଟିକଲ ବେଗ ଏକ ପାର୍ଟିକଲ ଭେଲୋସିଟି ଗୋଷ୍ଠୀ ଭେଲୋସିଟି ସହିତ ସମାନ ତେଣୁ ଶେଷ କରିବାକୁ ମୁଁ ଏକ ତରଙ୍ଗ କୁ ଏକ କଣିକା ସହିତ ଜଡ଼ିତ କରେ ପାର୍ଟିକଲକୁ ବର୍ଣ୍ଣିତ ହୋଇଛି ଯାହାକୁ ମୁଁ ଏକ ୱେଭ୍ ପ୍ୟାକେଟ ବୋଲି କହୁଛି ଏହା ଏକ ତରଙ୍ଗ ପ୍ୟାକେଟ ଏବଂ ପାର୍ଟିକଲ ର ଭେଲୋସିଟି ୱେଭ୍ ପ୍ୟାକେଟ ପରି ବେଗ ସମାନ ପରବର୍ତ୍ତୀ ଲେକ୍ଚରରେ ଆମେ ଏହି ତରଙ୍ଗ ପାଇଁ ୱେଭ୍ ସମୀକରଣ ବିକଶିତ କରିବୁ ଏବଂ ସ୍କ୍ରୋଡିଙ୍ଗର ଇକ୍ୱେସନ୍ ସମୀକରଣ ବ୍ୟବହାର କରି ସମସ୍ୟାର ସମାଧାନ ଆରମ୍ଭ କରିବୁ।